ଆପଣ ପରିଚୟ ଦିଅନ୍ତୁ। ମୋ ନାଁ ସୁଦାମ ଚରଣ ସାହୁ। ବାପା ସ୍ୱାଧୀନତା ସଂଗ୍ରାମୀ ଅଭିରାମ ସାହୁ, ଘର ଡାଲମ। 1942 ମସିହା ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ବାପା 6 ମାସ କାରାବରଣ କରିଥିଲେ। 15 ଟଙ୍କା ଜରିମାନା ଦେଇଥିଲେ। ତାଙ୍କ ମୃତ୍ୟୁ ପରେ ମୋ ମା' ମଧ୍ୟ ଏହି ପେନ୍ସନ୍ କେନ୍ଦ୍ର ଏବଂ ରାଜ୍ୟ ପେନ୍ସନ୍ ପାଉଥିଲେ। ଆମେ ସ୍ୱାଧୀନତା ସଂଗ୍ରାମୀ ଯୁବ ସମୀକ୍ଷା ନାମରେ ଏକ ସଂଗଠନ ଚୌଡ଼ାରେ ଗଠନ କରିଛୁ। ଯେତେ ଅଞ୍ଚଳ ସୋର, ଖଇରା, ଉପଦା 3ଟା ବ୍ଲକର ସ୍ୱାଧୀନତା ସଂଗ୍ରାମୀ ଗାର୍ଡ଼ମାନଙ୍କୁ ନେଇ ଏବଂ ପ୍ରତିବର୍ଷ ତୁରିଗଡ଼ିଆ, ଖଇରା, କୁଲିଗଡ଼ିଆ, ଡାଲମ, ବଡ଼ପୋଖରୀ, ଛତରା ଏଇ ଯେଉଁ ଜାଗାମାନଙ୍କରେ ସବୁ ସ୍ୱାଧୀନତା ସଂଗ୍ରାମୀମାନେ ଅଛନ୍ତି ତାଙ୍କର ସ୍ମୃତି ଦିବସ ଏଠି ପାଳନ କରାହେଉଛି ସେପ୍ଟେମ୍ବର 28 ତାରିଖ ଦିନ ପ୍ରତିବର୍ଷ। ଏବଂ ବିଭିନ୍ନ ସମୟରେ ସବୁ ବିଭିନ୍ନ ମନ୍ତ୍ରୀମାନେ ଆସିଛନ୍ତି, ତାଙ୍କୁ ମଧ୍ୟ ଆମେ ଆମ ଦୁଃଖ ବାରମ୍ବାର ଜଣେଇଛୁ। ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଆନ୍ଦୋଳନରେ ଭାଗ ନେଇ ଯେଉଁ 3 ଜଣ ଶହୀଦ ହୋଇଥିଲେ ସେ ଶହୀଦ ପରିବାରର ଯେଉଁମାନେ ଅଛନ୍ତି ସେମାନେ ଅତି ଦୟନୀୟ ଅବସ୍ଥା ଭିତରେ ଅଛନ୍ତି। ସେମାନଙ୍କ କଥା ଆଜି ପର୍ଯ୍ୟନ୍ତ ସରକାର କିଛି ବୁଝୁନାହାନ୍ତି। ଏବେ ଯେଉଁ ସ୍ୱାଧୀନତା ସଂଗ୍ରାମୀ ଦାୟତମାନଙ୍କୁ ସରକାର କୁଟୁମ୍ବ ଯୋଜନାରେ କିଛି ସହାୟତା ଏବଂ ସ୍ୱୀକୃତି ଦେବେ ବୋଲିକି ଘୋଷଣା କରିଛନ୍ତି, ତାହା ତ ଆମେ ପାଇନାହୁଁ। ତଥାପି ଏଇଟା ସ୍ୱାଗତଯୋଗ୍ୟ। କିନ୍ତୁ ଯେଉଁ ସଂଗ୍ରାମୀମାନେ ସେତେବେଳେ ଧରା ନ ହୋଇ ଅଣବନ୍ଦୀ ହିସାବରେ ରହିଗଲେ, ଜେଲ୍ ନ ଯାଇ, ସେଇ ଯେଉଁ ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମ ପାଇଁ ସରକାରଙ୍କର କୌଣସି ପ୍ରକାର ପଦକ୍ଷେପ ନାହିଁ। ତେଣୁ ଆମେ ସେଇମାନଙ୍କ ପାଇଁ ଆପତ୍ତି କରୁଛୁ। ଏ ଅନୁଷ୍ଠାନ, ଏ ସଂଘ ଅଭିଯୋଗ କରୁଛି ଯେହେତୁ ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀମାନେ ଏହି ଅଞ୍ଚଳ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ, ଶହ ସଂଖ୍ୟାରେ ଯୋଗ ଦେଇଥିଲେ। ସେମାନେ ଆଜି ମଧ୍ୟ ଘରଦ୍ୱାର ଛାଡ଼ି ଲୁଚିକି ଚାରିଆଡ଼େ ରହିଥିଲେ। ସେମାନଙ୍କ କଥା ସରକାର କିଛି ବୁଝନ୍ତୁ। ଆମେ ସେଥିପାଇଁ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଗ୍ରିଭାନ୍ସରେ ଭେଟିକି ଏ ବିଷୟରେ କହିବୁ ଏବଂ ଆମ ଏଇ 3 ନିର୍ବାଚନ ମଣ୍ଡଳ MLA ମାନଙ୍କୁ ମଧ୍ୟ ତଥା ଆମ ଜିଲ୍ଲାର ସମସ୍ତ MLA ମାନଙ୍କୁ ମଧ୍ୟ ଆମେ ଭେଟିବୁ, MPଙ୍କୁ ଭେଟିମୁ। ଏ ବିଷୟରେ ତାଙ୍କୁ ମଧ୍ୟ ଆପତ୍ତି ଜଣାଇମୁ। ଏହା ସେମାନେ ବିଧାନସଭାରେ ଉଠାନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ ଆଉ ଏମାନଙ୍କ ପାଇଁ କିଛି ସହାୟତା ବା ଭଲମନ୍ଦ କରିବାର ସୁଯୋଗ ଦିଅନ୍ତୁ। ସଞ୍ଜୟ କୁମାର ପଣ୍ଡା, ବାପା ଯୋଗେନ୍ଦ୍ର ପ୍ରସାଦ ପଣ୍ଡା, ଘର ଡାଲମ। ଆପଣ ଜଣେ ସ୍ୱାଧୀନତା ସଂଗ୍ରାମୀ ପରିବାର ଲୋକ, କ'ଣ ସବୁ ଆପଣ ବ୍ୟବସ୍ଥା ଯୋଜନା କରୁଛନ୍ତି ସ୍ୱାଧୀନତା ଅଣବନ୍ଦୀମାନଙ୍କ ପାଇଁ ଏବଂ ଯେଉଁମାନେ ଶହୀଦ ହୋଇଯାଇଥିଲେ ସେମାନଙ୍କ ପରିବାର ପାଇଁ କ'ଣ ସବୁ ବ୍ୟବସ୍ଥା ରଖିଛନ୍ତି ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ? ଠିକ୍, ମୋର ଅଜା ଥିଲେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଜ୍ୟୋତିନାଥ ପାଣିଗ୍ରାହୀ ଏବଂ ମୋର ଜେଜେ ଥିଲେ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ସେ ବି ସ୍ୱାଧୀନତା ସଂଗ୍ରାମୀ। ଅଜା ସ୍ୱାଧୀନତା ସଂଗ୍ରାମୀ ପେନ୍ସନ୍ ପାଉଥିଲେ, କିନ୍ତୁ ଅଜାଙ୍କ ମୃତ୍ୟୁ ପରେ ଆଉ ଅଜାଙ୍କର କେହି ପୁଅ ନଥିଲେ, ତାଙ୍କର ସେ ଝିଅ ନେଇ ରଖିଥିଲେ। ମୁଁ ତାଙ୍କର ନାତି। ଆଜି ପର୍ଯ୍ୟନ୍ତ ସରକାରୀ ସୁବିଧା କିଛି ଆମେ ଆଜି ପର୍ଯ୍ୟନ୍ତ ପାଇନାହୁଁ। କିନ୍ତୁ ଏ ଅଞ୍ଚଳରେ 3 ଜଣ ଶହୀଦ ହୋଇଥିଲେ, ରଘୁ, କେଳୁ, ମକର। ସେମାନଙ୍କର ରଘୁ, କେଳୁ, ମକର ଶହୀଦ ହେଲେ ତାଙ୍କର ପରିବାରକୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ପ୍ରକାର ସରକାରୀ ସୁବିଧା ଦିଆହେଇନି ଏବଂ ସେମାନେ ଶହୀଦ ପରିବାର ବୋଲିକି ସେମାନଙ୍କୁ କୌଣସି ପ୍ରକାର ସରକାର ଗୋଟେ ସ୍ୱୀକୃତି ପ୍ରଦାନ କରିନାହାନ୍ତି। ତାଙ୍କ ପାଖରେ କୌଣସି ସରକାରୀ କାଗଜପତ୍ର ବି ନାହିଁ। ଆମେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର 28 ତାରିଖ ଦିନ ତୁରିଗଡ଼ିଆ, ଡାଲଙ୍ଗ, ଛତରା, ବଡ଼ପୋଖରୀ, ବଧି ଗ୍ରାମରେ ଶହୀଦ ଦିବସ ପାଳନ କରୁଛୁ। ପ୍ରତ୍ୟେକ ବର୍ଷ ବିଭିନ୍ନ ମନ୍ତ୍ରୀ, ଇଭିନ୍ ବି ଏଇ ବର୍ଷ ଉପମୁଖ୍ୟମନ୍ତ୍ରୀ ଆସିଥିଲେ, ଚିଫ୍ ମିନିଷ୍ଟର ବି ବିଗତ ଚିଫ୍ ମିନିଷ୍ଟର ଆସିଛନ୍ତି। କିନ୍ତୁ ପ୍ରତ୍ୟେକ ବର୍ଷ ମନ୍ତ୍ରୀମାନେ ବିଭିନ୍ନ କଥା କହିକି ଯାଆନ୍ତି, କିନ୍ତୁ ସେମାନଙ୍କର କଥା କୌଣସି ଥର କାର୍ଯ୍ୟକାରୀ ହେଇନାହିଁ। ମୁଁ ଏତିକି ନିବେଦନ କରୁଛି ସରକାରଙ୍କ ପାଖରେ ଯେ ସ୍ୱାଧୀନତା ସଂଗ୍ରାମୀର ଯେଉଁମାନେ ଦାୟଦ ଅଛନ୍ତି ସେମାନଙ୍କ ପରିବାରକୁ ଯେଉଁ କୁଟୁମ୍ବ ଯୋଜନାରେ ସାମିଲ ପାଇଁ ଯୋଜନା କରିଛନ୍ତି, ତା ସହିତ ଏଇ ରଘୁ, କେଳୁ, ମକର 3 ଜଣଙ୍କର ପରିବାରକୁ ସାମିଲ କଲେ ସେମାନେ ଶହୀଦ ପରିବାର ସ୍ୱୀକୃତି ପ୍ରଦାନ ଏବଂ ସେମାନଙ୍କୁ ସରକାରୀ ସୁବିଧା ଦେଲେ ସେ ସରକାର ଠାରେ ଋଣୀ ହେଇକି ରହିବେ ଏବଂ ସେ ଅଣବନ୍ଦୀ ଏ ଅଞ୍ଚଳରେ ବହୁତ ଅଣବନ୍ଦୀ ସଂଗ୍ରାମୀ ଅଛନ୍ତି, ସେମାନଙ୍କୁ ସରକାରୀ ସୁବିଧା ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଦିଆହେଇନି।
आमे भी प्रार्थना करछु सरकार निकट रे सेमानकु सरकारी सुविधा दिया जाऊ। ए विषय रे आमे विभिन्न एमएलए मानकु भेटिवार कार्यक्रम रही, एमपी मानकु भेटिवार कार्यक्रम रही। आमे एमएलए मानकु अनुरोध करिमु विधानसभा रे ए विषय रे प्रश्न करिवे एवं आमे विगत दिन रे चीफ मिनिस्टर को भेटी थिलु जनवरी 2 रे। सी आमको निर्भर प्रतिश्रुति देइथिले जे ठिकणा समय रे ठिकणा जवाब दिया जिवो एवं समस्त सुविधा ठीक हिसाब रे करा जिवो। तेणु आ गुटे निवेदन करूची जो संग्रामी मानकर पुओ नाहांती सेमाने झियो अछंती सेमानकर नाती नातुणी जो माने अछंती सेमानको जिमिति सरकार एई कुटुंब योजना रे जहा देबे सेथिरु वंचित न करा जाऊ। मु विशेष कर एई कथाटा को माने निवेदन करूची सरकार ठारे ये अंचल किमिति शहीद जो 3 जन होइचंती सेमानको किमिति सरकार ठारे सरकार पाखरे उपस्थापन करा जाई परिबो। विशेष करी एमपी एमएलए माने सेमानकर दायित्व नियंतु एतिक मोर अनुरोध।